ओम श्री जगन्नाथाय नमः। नमो गणेश विघ्नेश गिरिजा नंदन प्रभु मम विघ्न विनाशाय गणाधिपतये नमः। अनेकमेकं गजमेकदन्तं चैतन्यरूपं जगदादिबीजं भ्रमेति जं वेद विदो वदन्ति तं शम्भुसूनु तततं भजामि। प्रभु गणेशଙ୍କ ପ୍ରୀତ୍ୟତରେ ମୋର ଶତକୋଟି ନମସ୍କାର। ସେହି ଗଣେଶଙ୍କ ପ୍ରତି ଜଣ ଧ୍ୟାନ କରୁଛି। ଆଜି ଗଣେଶ ଚତୁର୍ଥୀ ଦିବସ ଉପଲକ୍ଷେ ଏବଂ ଗୋଟିଏ ନୂତନ ଅଧ୍ୟାୟ ଆଜି ଆମେ ଆଲୋଚନା କରିବାକୁ ଯାଉଛେ। ତାହାପରେ ଆମେ ଆମର ମନ୍ତବ୍ୟ ରଖିବା, କିନ୍ତୁ ଆଜି ଆମେ ଗଣେଶଙ୍କ ଗୋଟିଏ ସ୍ତୁତି ଆମେ ଗାଉଛୁ ପ୍ରଭୁଙ୍କର ପାଇଁ। କରି ମସ୍ତକେ କପଳ ଶୋଭେ ଚିତା, ଖଡ୍ଗ ଡମ୍ଭରୁ ଶୋଏ ବ୍ରହ୍ମ ବେତା। ଜ୍ଞାନ ଗୁରୁ ବୋଲି ଦେଲେ ଦେବ ବର, ନମ ନମ ଗଣନାଥ ବିଦ୍ୟାବର। ଘଣ୍ଟ ଗର୍ଗର ଶବଦ ଋଣ ଜୁଣ, ନଟ ତ୍ରିଭଙ୍ଗୀ ଶୋଭିତ ଦେବଗଣ। ଚତୁରପଣେ ଅମୃତ ଲଡୁ କର, ନମ ନମ ଗଣନାଥ ବିଦ୍ୟାବର। ଛତ୍ରୀ ବୀର ପଣେ ଭାମେ ହୁଡ଼େ ନେତ, ଜଟା କହୁ ପିନି ବେଶ ଚଣ୍ଡୀ ସୁତ। ଝଟକନ୍ତି ଯେ କୁଣ୍ଡଳ ହୀରାସାର, ନମ ନମ ଗଣନାଥ ବିଦ୍ୟାବର। ନୃତ୍ୟ ଦେଖିଣ ଦେବତା ଭୋଳ ଗଲେ, ଟଙ୍କ ଧର ତୋଷ କରେ ଶୂଳ ଦେଲେ। ଠଣ ସୁନ୍ଦର ଆକୃତି ରୂପ ତୋର, ନମ ନମ ଗଣନାଥ ବିଦ୍ୟାବର। ଡାକେ ଡମ୍ବରୁ ବଜନ୍ତି ଗଣେଶ୍ୱର, ଢଳି ଢଳି ନୃତ୍ୟ କର ବିଦ୍ୟାବର। ଅଣ ଅରୂପ ସ୍ୱରୂପ ଅଟେ ତୋର, ନମ ନମ ଗଣନାଥ ବିଦ୍ୟାବର। ତିନି ଭୁବନେ ଗଣେଶ ଅଗ୍ରେ ପୂଜା, ତୋ ହସ୍ତରେ ଭକିଲ ଦେବ ରାଜା। ଦନ୍ତ ଭଗ୍ନ ହସ୍ତି ଖଣ୍ଡ କରେ ତୋର, ନମ ନମ ଗଣନାଥ ବିଦ୍ୟାବର। ଧନ୍ୟ ଲେଖନ ପଟନ କେହୁଁ କହେ, ନୃତ୍ୟ ଗୀତରେ ନାରଦ ସମନ୍ୱଏ। ପାଠ ସମ ତୋତେ ନହେ ଦେବବର, ନମ ନମ ଗଣନାଥ ବିଦ୍ୟାବର। ପାଶ ଅଙ୍କୁଶ ତ୍ରିଶୂଳ ଶହେ କର, ବାହେ ବାହୁଟି କଙ୍କଣ ହୀରା ସାର। ଭଲ ନାମ ଦେଲେ ମାଏ ଗଣେଶ୍ୱର, ନମ ନମ ଗଣନାଥ ବିଦ୍ୟାବର। ପନଙ୍ଗ କୁଣ୍ଡଳ ମାଳ ଚୂଳ ଧାରି, ତପ ତ୍ରିଭଙ୍ଗ ଏକାଙ୍ଗେ ଠୁଳ କରି। ରଙ୍ଗେ ଇନ୍ଦୁଚର ପୃଷ୍ଠେ ବିଜେ କର, ନମ ନମ ଗଣନାଥ ବିଦ୍ୟାବର। ଲିହି କାଟିଏ ପଟିଲ ଗଣେଶ୍ୱର, ବେଦ ବିଦ୍ୟାରେ ଜିଣିଲ ତିନି ପୁର। ସୃଷ୍ଟି ପଥନ ଖଣ୍ଡିଲ ଅନ୍ତକର, ନମ ନମ ଗଣନାଥ ବିଦ୍ୟାବର। ଶିରେ ସପ୍ତ ଶାଖା ରୁଚି ରଖି ଦିଶେ, ଶଶୀ ଉଇଁଲା ଜଳଦ ମେଘ କିହିସେ। ଉଦେ ପଦକ ରୁଦ୍ରାକ୍ଷ ମାଳା ତୋର, ନମ ନମ ଗଣନାଥ ବିଦ୍ୟାବର। ଆମେ ସେଇ କରି ମସ୍ତକ ଶୋଭିତ ଗଣେଶଙ୍କ ପାଦ ପଦ୍ମରେ ଶିରନାଥ କରି ଆଜି ପବିତ୍ର ଗଣେଶ ପୂଜା ଦିବସ ପରି 27 ଅଗଷ୍ଟ ବୁଧବାର 2025 ଦିନରୁ
ଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋଚନା ଆରମ୍ଭ କରୁଛେ। ମୋର ପ୍ରିୟ ପିତୃମାତୃକଲ୍ପମାନଙ୍କୁ ମୋର ନମସ୍କାର। ଆଜି ଆମେ ନୂତନ ଅଧ୍ୟାୟ ଉପରେ ଆଲୋଚନା କରୁଛେ। ନୂତନ ବିଷୟ ଉପରେ ବି ଆଲୋଚନା କରୁଛେ। ଆଗରୁ ଆମେ ଭବନ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ର ଉପରେ ଆଲୋଚନା କରିଛେ ଏବଂ କରୁଛେ, ଏବଂ ଆମେ ଜ୍ୟୋତିଷ ଶାସ୍ତ୍ର ଉପରେ ଆଉ ନୂତନ ବିଷୟ ଉପରେ ଆମେ ଆଲୋଚନା କରିବା ଆରମ୍ଭ କରିଛେ। ଆଜି ଦିନଠାରୁ କହିବାର କଥା ହେଉଛି, ମନୁଷ୍ୟ ଯେତେବେଳେ ଜ୍ଞାନ ବୁଦ୍ଧିର କର୍ମ ବିକାଶ ହେଲା, ମନୁଷ୍ୟର ଯେତେବେଳେ ଜ୍ଞାନ ଆଉ ବୁଦ୍ଧିର କର୍ମ ବିକାଶ ହେଲା ପ୍ରାକ୍ କାଳରେ, ସେଥିରେ ଯୁଗ ଆରମ୍ଭ ହେଲା, ମନୁଷ୍ୟ ସୃଷ୍ଟି ହେଲା, ସେହି ସମୟର କଥା। ସେ ତାହାର ଆଖପାଖରେ ଘଟୁଥିବା ବିଷୟ ଉପରେ ଚିନ୍ତା କଲା। କିପରି ଖରା ପରେ ବର୍ଷା, ବର୍ଷା ପରେ ଶୀତ, ଶୀତ ପରେ ଖରା, ଏମିତି ଅନେକ ପ୍ରକୃତିର ଯେଉଁ ପରିବର୍ତ୍ତନ ହେଉଛି ସେଟାକୁ ଅନୁଭବ କଲା ଏବଂ ତାପରେ ନଜର ଦେଲା। ଆକାଶରେ କିଛି ତାରକାମାନେ ଆଲୋକ ଦେଉଛନ୍ତି, ସେ କାହିଁକି ପୃଥିବୀ ଉପରେ ଖସି ପଡ଼ୁନାହାନ୍ତି? ଦିନରେ ସୂର୍ଯ୍ୟ ଦେଖାଯାଉଛନ୍ତି, ରାତ୍ରରେ ଚନ୍ଦ୍ର ଦେଖାଯାଉଛନ୍ତି। ଏହିପରି ଅନେକ କଥା ବିଷୟରେ ସେ କ'ଣ କଲା? ମଣିଷ ଚିନ୍ତା କଲା। ସେତେବେଳେ ଜ୍ୟୋତିଷ ବିଦ୍ୟାର ଏହା ଏକ ଅୟାରମ୍ଭ ଶୁଭ ସୂଚନା ହିଁ ଆରମ୍ଭ ହୋଇଥିଲା। ଏହାକୁ ଜାଣିବାକୁ ପ୍ରୟାସ କଲା। ଯେତେବେଳେ ମଣିଷ ଉଜ୍ଜଳ ଆଲୋକ ପିଣ୍ଡ ଉପରେ ଗଭୀର ଚିନ୍ତା କରି ସେ ବିଷୟରେ ଜାଣିବାକୁ ଚାହିଁଲା, ସେହି ଦିନରୁ ବାସ୍ତବରେ ଜ୍ୟୋତିଷ ବିଦ୍ୟା ସୃଷ୍ଟି ହେଲା। ଯାହା ଜାଣିଲା ତାକୁ ଯେଉଁଥିରେ ଲେଖିକି ରଖିଲା ତାକୁ ଜ୍ୟୋତିଷ ଶାସ୍ତ୍ର ବୋଲି କହିଲା। ଆକାଶରେ ତାରକାମାନଙ୍କୁ ଜ୍ୟୋତିଷ କୁହାଯାଏ। ତେଣୁ ଏହା କେଉଁ ଅନାଦି କାଳରୁ ମଣିଷ ପ୍ରକୃତିର ଯେଉଁ ପ୍ରକୃତି ଆମର ଚତୁଃପାର୍ଶ୍ୱରେ ରହିଛି ତାର ପ୍ରକୃତ କଥା ଜାଣିବାକୁ ପ୍ରୟାସ ଆରମ୍ଭ କଲା ଏବଂ ଜାରି ରଖିଲା। ଯଦି ଆମେ ଜ୍ୟୋତିଷ ଶାସ୍ତ୍ରର କାଳ କଥା କହିବା ବା ଜ୍ୟୋତିଷ ଶାସ୍ତ୍ରର ଆଜି ପର୍ଯ୍ୟନ୍ତ ତାହାର ସମୟ ଅନୁଯାୟୀ ଯେଉଁ କର୍ମ ବିକାଶ ଘଟିଛି ତାରି ଉପରେ ଆଲୋଚନା କରିବା, ତେବେ ଏହାକୁ ତିନି ଭାଗରେ ଆମେ ବିଭକ୍ତ କରିବା। ପ୍ରଥମ ପ୍ରାକ୍ କାଳର ଜ୍ୟୋତିଷ ଶାସ୍ତ୍ର, ତାପରେ ମଧ୍ୟମ କାଳର ଜ୍ୟୋତିଷ ଶାସ୍ତ୍ର ଓ ବର୍ତ୍ତମାନ ଆଧୁନିକ ଜ୍ୟୋତିଷ ଶାସ୍ତ୍ର। ତାପରେ ଆହୁରି ବି ଉନ୍ନତ ହୋଇପାରେ ବା ନ ହୋଇପାରେ। ପ୍ରାକ୍ କାଳ ଜ୍ୟୋତିଷ ଅର୍ଥ ଯେତେବେଳେ ଜ୍ୟୋତିଷ ଉପରେ ମଣିଷ ଜାଣିବାକୁ ଚାହିଁଲା, ଆକାଶରେ ତାରା ଗ୍ରହମାନଙ୍କ କଥା ଜାଣିବାକୁ ଚାହିଁଲା, ସେତେବେଳେ ଆମେ ଆକୁ ପ୍ରଥମ ପ୍ରାକ୍ କାଳର ଜ୍ୟୋତିଷ ଶାସ୍ତ୍ର ସମୟ ବୋଲି କହୁଛେ। ତାପରେ ଆସିଲା ମଧ୍ୟମ କାଳ ପ୍ରାକ୍ କାଳ ଜ୍ୟୋତିଷ, ମଧ୍ୟମ ପ୍ରାକ୍ କାଳ ଜ୍ୟୋତିଷ। ତାର ଅର୍ଥ ହେଉଛି ଯେଉଁ ସମୟରେ ଆମେ କହୁଛେ ଆହୁରି ମଣିଷ ଉନ୍ନତ ମାନର ଦିଗକୁ ଗତି କଲା, ଆହୁରି ବିଚକ୍ଷଣ ହେଲା, ଆହୁରି ଜ୍ଞାନ ବୁଦ୍ଧି ତାର କର୍ମ ବିକାଶ ଘଟିଲା, ସେ ସମୟରେ ବ୍ରହ୍ମା, ଶିବ
ଏବଂ ବିଷ୍ଣୁ ଆଦି ଦେବତା ମାନଙ୍କ ଦ୍ୱାରା ଯେଉଁ ଏ ପୃଥିବୀ ଉପରେ ଏ ଜଗତ ଉପରେ ଯାହା ହିଁ ସେ ଗବେଷଣା କରୁଥିଲେ ବା ଜାଣିଥିଲେ ତାହା ଆମ ପାଖରେ ପରିପ୍ରକାଶ କଲେ। ଏ ମଧ୍ୟମ କାଳର ସମୟ କଥା। ତାପରେ ଏହାର ଠିକ୍ ସମୟ ପରେ ପରେ ଋଷିମାନଙ୍କ ଦ୍ୱାରା ଏ ଜିନିଷ ଗବେଷଣା କରାଗଲା ଏବଂ ଅନେକ ଋଷିଙ୍କ ଦ୍ୱାରା ଗବେଷଣା ତତ୍ତ୍ୱ ଗୁଡ଼ିକ ଲେଖାଗଲା। ଆଧୁନିକ ଜ୍ୟୋତିଷ ଶାସ୍ତ୍ର ବର୍ତ୍ତମାନ ବୈଜ୍ଞାନିକଙ୍କ ଗବେଷଣା ଜ୍ୟୋତିଷ ଶାସ୍ତ୍ର ଅଟେ। ଏହା ଉପରେ ଶିକ୍ଷା ପ୍ରଦାନ ବି କରାଯାଉଛି। ଅତି ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ବିଲୁପ୍ତ ଅଟେ। ବ୍ରହ୍ମା ଆଦି ଦେବତାଙ୍କ ଦ୍ୱାରା ଜ୍ୟୋତିଷ ଶାସ୍ତ୍ରର ବହୁତ ବିଦ୍ୟା ବିଲୁପ୍ତ ମଧ୍ୟ ହୋଇ ଯାଇଛି, ଆଉ ନାହିଁ, କିଛି କିଛି ପରିପ୍ରକାଶ ହେଉଛି। କିନ୍ତୁ ଶ୍ରୀ ସନନ୍ଦଜୀ ସେ କହୁଛନ୍ତି ପୂର୍ବ କାଳରେ ମାନେ ସନନ୍ଦ କ'ଣ କହୁଛନ୍ତି ନା ପୂର୍ବ କାଳରେ ସେ ଦେବତା ମାନେ ତାଙ୍କର ଯେଉଁ କହିବାର କଥା ହେଉଛି ପୂର୍ବ କାଳରେ ବ୍ରହ୍ମା କ'ଣ କରିଛନ୍ତି ଏ ଜ୍ଞାନ ଗୁଡ଼ାକ ପରିପ୍ରକାଶ କରିଛନ୍ତି ଏବଂ ଏଇଟା ସେତେବେଳେ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଦୃତ ହେଇଛି। ପରେ ଅନେକ ଋଷି ବା ମହର୍ଷିମାନଙ୍କ ଦ୍ୱାରା ଗବେଷଣା କରାଯାଇ ଅନେକ ଶାସ୍ତ୍ର ଲେଖାଯାଇଛି। ଭୃଗୁ, ପରାଶର, ଗର୍ଗ, ଯବନେଶ୍ୱର, ନାରଦ ଆଦି ମହାନ ମହର୍ଷିଙ୍କ ଦ୍ୱାରା ଗବେଷଣା କରାଯାଇ ତାହା ମୂଳ ସତ୍ୟତା ପରିପ୍ରକାଶ କରାଯାଇଛି। କିନ୍ତୁ ଏ ଜ୍ଞାନ ମଧ୍ୟ ବର୍ତ୍ତମାନ କିରଣଶ ଅଛି, ନଚେତ୍ ଏହା ବିଲୁପ୍ତ ପ୍ରାୟ ହୋଇଯାଇଛି। ପରେ ଭରାମିର, ଆର୍ଯ୍ୟଭଟ୍ଟ, ଓଡ଼ିଶାର ପଠାଣି ସାମନ୍ତ ଭଳି ଅନେକ ବିଦ୍ୱାନଙ୍କ ଦ୍ୱାରା ବି ଏ ଶାସ୍ତ୍ର ଲିଖିତ ହୋଇଛି ଏବଂ ଗବେଷଣା କରାଯାଇଛି। କିନ୍ତୁ ଏ ଶାସ୍ତ୍ର ପୁନର୍ଜୀବିତ ହୋଇଛି ବର୍ତ୍ତମାନ ଆଧୁନିକ ଶିକ୍ଷା ଦ୍ୱାରା ପୃଥିବୀ ଓ ଆକାଶ ମଣ୍ଡଳରେ ଘଟୁଥିବା ବିଷୟ ଉପରେ ଗବେଷଣା କରାଯାଉଛି। ସୂର୍ଯ୍ୟ ଓ ଚନ୍ଦ୍ର ଆଦି ଗ୍ରହମାନଙ୍କ ଉପରେ ଆଧୁନିକ ଶାସ୍ତ୍ରକର୍ତ୍ତାଙ୍କ ଦ୍ୱାରା ଅର୍ଥାତ୍ ବୈଜ୍ଞାନିକ ଗବେଷଣା ମାନଙ୍କ ଦ୍ୱାରା କରାଯାଇ ବାସ୍ତବ ତଥ୍ୟ ଉପରେ ଯେଉଁ ଗବେଷଣା କରାଯାଇ ତା ପରିପ୍ରକାଶ କରାଯାଉଛି ଆଉ ତଥ୍ୟ ବି ପ୍ରଦାନ କରାଯାଉଛି। ସାଧାରଣତଃ ସାରା ଜଗତକୁ ବୈଦିକ ଯୁଗରେ 5 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶ। ଏହି କର୍ମ ଅନୁଯାୟୀ ସୂର୍ଯ୍ୟ, ଚନ୍ଦ୍ର, ଅନ୍ୟାନ୍ୟ ଗ୍ରହର ଉପସ୍ଥିତ ଆକାଶ ମଣ୍ଡଳରେ ଗବେଷଣା କରାଯାଇ ଏହାର ପ୍ରଭାବ ମନୁଷ୍ୟ ଉପରେ କି ପ୍ରକାର ପ୍ରଭାବ ପଡ଼ୁଛି ତା ଗବେଷଣା କରାଯାଉଛି ଏବଂ କରାଯାଇ ଆସିଛି। କିନ୍ତୁ ପ୍ରାକ୍କାଳରେ ଜ୍ୟୋତିଷ ଶାସ୍ତ୍ରରେ କ'ଣ ନା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ ଗୋଟେ ଅଙ୍ଗ ଥିଲା ବେଦର। ଜ୍ୟୋତିଷକୁ ସିଦ୍ଧାନ୍ତ, ହେରା ଓ ସଂହିତା ଏ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରାକ୍କାଳରେ କଥିତ ଅଛି ଭଗବାନ ବିଷ୍ଣୁ ଶିବଙ୍କୁ ଜ୍ୟୋତିଷ ବିଦ୍ୟା କହିଥିଲେ, ତାହା ସମ୍ପୂର୍ଣ୍ଣ ହୋଇନଥିଲା। ଏହା ଖଣ୍ଡ ହୋଇ ରହିବାରୁ ଏହା ବହୁଧା ସ୍କନ୍ଧରେ ବିଭକ୍ତ ହେଲା। ଖଣ୍ଡ ଖଣ୍ଡ ହୋଇକି ପରିଶେଷରେ ପ୍ରକାଶ ପାଇଛି। ଏକାବେଳେ ଏ ଜ୍ୟୋତିଷଶାସ୍ତ୍ର କେଉଁଠି ପୁନଃ ଉପରେ ପରିପ୍ରକାଶ ପାଇନାହିଁ। କିନ୍ତୁ ଆମେ ପୂର୍ବରୁ ଭବନ ଏବଂ ବାସ୍ତୁଶାସ୍ତ୍ର ଉପରେ ଆଲୋଚନା କରିଛେ।
ଏବଂ କରୁଛେ। ଆଉ ଆମେ ଏଇ ଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋଚନା ଜାରି ରଖିବୁ ଏବଂ ତାକୁ ବି ଜାରି ରଖିବୁ ବାସ୍ତୁ ଆଉ ଭବନ ଶାସ୍ତ୍ର। ଆଜି ଏହି ପବିତ୍ର ପୁଣ୍ୟତିଥି ଗଣେଶ ପୂଜା ଉପଲକ୍ଷେ ଆମେ ଏହି ଶାସ୍ତ୍ର ଆଲୋଚନା କରୁଛୁ। ନିଶ୍ଚିନ୍ତ ସମସ୍ତ ଆମ ଚ୍ୟାନେଲ ଦର୍ଶକମାନଙ୍କୁ ଖୁସି ଦେବ। ଆମେ ଆଜି ଏହି କାର୍ଯ୍ୟକ୍ରମ ଏଇଠି ରଖୁଛୁ। ପୁନର୍ବାର ଆମେ ଆଉ ନୂଆ ନୂଆ ଅଧ୍ୟାୟ ଆଣିକି ଆପଣଙ୍କୁ ନିଶ୍ଚିନ୍ତ କହିବୁ। ଜ୍ୟୋତିଷ ଶାସ୍ତ୍ର ଉପରେ ଅନେକ ନୂଆ ନୂଆ କଥା କହିବୁ। ନମସ୍କାର।